କିନ୍ତୁ ଏଇ ଲୋକଟାର ଯେହେତୁ କୁଦୃଷ୍ଟି ଥିଲା ମତେ ପ୍ରତିଥର ଯୋଉ ମାନେ ଖରାପ ଭାଷାରେ ଅଶ୍ଳୀଳ ଭାଷା ପୁରା ପ୍ରୟୋଗ କରିକି ମିଟିଂ ରେ ସବୁ ଗାଳି କରୁଥିଲା। ଆଜ୍ଞା ଆଉ କରିକି ପୁରା ମେଣ୍ଟାଲ ହାରାସ କରିକି ଆଇ ଲଷ୍ଟ ମାଇ ଚାଇଲ୍ଡ। ଆଉ ମୋର ପ୍ରଥମ ଛୁଆଟା ଖରାପ ହେଇଛି ତା ଯୋଗୁଁ। ଆଉ ମୁଁ ଥିଲି ତେନ୍ତୁଳିଖୁଣ୍ଟି ବିଡିଓ ନବରଙ୍ଗପୁର ଜିଲ୍ଲାରେ। ସେତେବେଳେ ମୁଁ ବାହା ହେଇନଥାଏ। ଏଇ ଲୋକଟା ସେତେବେଳେ ଥାନ୍ତି ଏପିଡି ଆଡମିନ୍ ଡିଆରଡିଏ ରେ। ତ ସିଏ ରତ୍ନାକର ସାହୁ ଥାନ୍ତି। ସେ ପ୍ରତିଦିନ ମୋ ବ୍ଲକ କୁ ଚାଲି ଆସନ୍ତି। ମୁଁ ଫିଲ୍ଡ ଯାଇଥାଏ କିନ୍ତୁ ଜବରଦସ୍ତି ଆସନ୍ତି, ଆସିକି ମତେ ଟିକେ ବିରକ୍ତ କରନ୍ତି। ମୁଁ ଦେନ୍ ଆଣ୍ଡ ଦେନ୍ କଲେକ୍ଟର ଆମର ଅଜିତ ମିଶ୍ର ସାର୍ ଥିଲେ, ତାଙ୍କୁ ଜଣେଇଲି। ସେ ପ୍ରତିଦିନ ଆସି ଟିକେ ବିରକ୍ତ କରୁଛନ୍ତି। ସେଠୁ ତାଙ୍କୁ ମନା କରାଗଲା, ତୁମେ ଅମୁକା ବିଡିଓ ପାଖକୁ ସବୁଦିନ ଯିବନି, 15 ଦିନରେ ଥରେ ଯଦି ଯିବ ରିଭ୍ୟୁ କରିବ। ସେଠୁ ଭାଇ ସିଏ କଣ ହେଇଛି, ମୁଁ ତାପରେ ବଦଳି ନେଇଛି ସେଇ ଜିଲ୍ଲାରେ ହିଁ କଷାଗୁମୁଡା ବିଡିଓ ମୋର କରିଛନ୍ତି, କଲେକ୍ଟର କରିଥିଲେ। ସେଠୁ ମୁଁ କଷାଗୁମୁଡା ବ୍ଲକ କୁ ଗଲି। ସେତେବେଳକୁ ଦୁର୍ଭାଗ୍ୟକୁ ଏଇ ଲୋକଟା ପୁଣି ଏଡିଏମ ହେଲା, ପୁଣି କଣ ଧରାଧରି କରିକି ସେଇଠି ପିଡି ହେଇଗଲା। ସେଇଠି ତାଙ୍କର ଲଙ୍ଗେଷ୍ଟ ଟେନ୍ୟୁର ମୋର ଦେନ୍ 20 years। ସେତିକି ଭିତରେ ମ୍ୟାରେଜ ହେଇଯାଇଛି ଭାଇ। କାହାର ମ୍ୟାରେଜ? ମୋ ମ୍ୟାରେଜ ହେଇଗଲା। ମ୍ୟାରେଜ ହେଇଗଲା ପରେ ମଧ୍ୟ କଷାଗୁମୁଡା ଗଲା ବେଳକୁ ସିଏ ଯେତେବେଳେ ପିଡି ହେଇଗଲେ ମତେ ସେ ଡାଇରେକ୍ଟ ହଇରାଣ କରିବାକୁ ଆରମ୍ଭ କଲେ। ସିଏ ସଞ୍ଜ ବେଳକୁ ଡାକନ୍ତି, 6ଟା ବେଳକୁ ମିଟିଂ ଆସିବ। ଅନ୍ୟମାନେ ଯାଆନ୍ତି, ମୁଁ ଥରେ ଦିଥର ଗଲି, ମତେ ଟିକେ ହାରାସ କଲା ଭଳିଆ କଥାବାର୍ତ୍ତା କଲେ। ପୁଣି ପ୍ରତିଥର ଏମିତି ଡାକିଲେ, ସବୁ ମିଟିଂ ରେ ମତେ ମାନେ ବହୁତ ଖରାପ କଥା ଗୁଡା କହନ୍ତି। ଯେହେତୁ ତାଙ୍କ କଥା ରାତି 8ଟା ଯାଏ ବସ ବୋଲି ହଇରାଣ କରନ୍ତି। ପୁଣି ମତେ ସେଇ ବ୍ଲକ କୁ ଫେରିବା ଅସୁବିଧା ହୁଏ। ତ ମୁଁ ଏମିତି ଗୋଟେ ଦିଟା ମିଟିଂ ଯେତେବେଳେ ମୁଁ ଆଉ କୁଇଟ୍ କଲି, ଗଲିନି, ମୁଁ କଲେକ୍ଟରଙ୍କୁ ଜଣେଇଲି। ସେ କଲେକ୍ଟରଙ୍କୁ ନିଜ ଆଡକୁ ନେଇଗଲେ, କହିଲେ ଇଏ କାମ କରୁନି, ଇଏ କରୁନି। କିନ୍ତୁ ଜିଲ୍ଲାରେ ମୋ ବ୍ଲକ ଟା ଫାଷ୍ଟ ହଉଥିଲା। ତାରି ଭିତରେ ଏଇ କୋଭିଡ ପରିସ୍ଥିତି ଆସିଛି। ସବୁ ଆମେ ଟଙ୍କା ଦେଇଛେ, ସିଏ ଗୋଟେ ମିଛ ଆଲିଗେସନ କଲେ ମୋ ନାଁରେ, ନା ଇଏ କୋଭିଡ ଟଙ୍କା ସବୁ ଖାଇଯାଇଛନ୍ତି। ସିଏ ଏମିତି ଯେତେବେଳେ କଲେ, ମୁଁ ସେଇ ଜିଲ୍ଲାକୁ ଛାଡିଦେଲି, ବାଧ୍ୟ ହେଲି। ଏଇ ଲୋକ ସହିତ ଆଉ ହବନି। ସେ ମତେ ସବୁ ମିଟିଂ ରେ ମତେ ଟର୍ଚର କରି ହାରାସ କରିକି ଖରାପ କଥା ଗୁଡା କୁହନ୍ତି। ତାପରେ ସେ ମତେ ଏମିତି କଲେ, ମୁଁ ସେଇଠୁ ଜିଲ୍ଲା ଛାଡିକି କୋରାପୁଟ ଜିଲ୍ଲାକୁ ବଦଳି ନେଲି। କୋରାପୁଟ ଜିଲ୍ଲାକୁ ଯାଇ 2 ମାସ ହେଇଛି, ସେ ଜାଣିଲେ ଯେମିତି ପୁଣି ବିଡିଓ ହେଇକି ବସିଛି ନାରାୟଣପାଟଣାରେ, ଭଲ ହେଲାଣି, କଲେକ୍ଟରଙ୍କ ସହିତ ଭଲ ଟର୍ମ ଅଛି। ପୁଣି ସେଇଠୁ ସେ ଲେଖା ଲେଖି କରି ମୋ ନାଁରେ ମିଛ ଆଲିଗେସନ କରିକି କହିଲେ, ନାଇଁ 45 ଲକ୍ଷ ଖାଇ ଦେଇଛନ୍ତି କୋଭିଡ ଟଙ୍କା, ଆଉ ବିଡିଓ ନିଜେ ଖାଇଛନ୍ତି, ଏମିତି କହି ମିଛ ଆଲିଗେସନ କରି ମତେ ସସ୍ପେଣ୍ଡ କରିଦେଲେ। ତାପରେ ମୁଁ ଦୌଡିଲି ସିଏମ୍ ଙ୍କୁ। ମୁଁ ସିଏମ୍ ଙ୍କ ପାଖକୁ ଗଲି। ସେଠି ତାଙ୍କର ସବୁ ଫ୍ରେଣ୍ଡ ଥିଲେ। ମାନେ କୋଉ ଇୟର ର କଥା ଘଟଣା? ଏଇ ଘଟଣା ଭାଇ 2021-22 ର କଥା ମୁଁ କହୁଛି। 2021-22 ସେ 2022 ରେ ମୁଁ ସେଠୁ ଯେତେବେଳେ ମତେ ଇଏ କରାହେଲା, ମୁଁ ଯାଇକି ସିଏମ୍ ଙ୍କ ଗ୍ରିଭାନ୍ସ ରେ ମୁଁ ତାଙ୍କ ବିରୁଦ୍ଧରେ ଦେଲି। ସେ ମତେ କୋଭିଡ ରେ ଟଙ୍କା ମାଗିଥିଲେ। ଆଉ ସବୁ ପଞ୍ଚାୟତ କୁ ଯେହେତୁ ଆମର